ଧମକାଇଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କଣ କହିବେ? ଜୟନାରାୟଣ ମିଶ୍ର ପାଇଁ ଏ ମୋହନ ମାଝୀ ସରକାର ଅଳ୍ପ ଦିନେ ପଳେଇବ। ମୋହନ ମାଝୀଟି ଭଲ ଲୋକଟିଏ, ନିରୀହ ଲୋକଟିଏ, ତାକୁ ଗୋଟେ ମୋଦି ବସେଇ ଦେଇଛି ବିଜୁ ପଟ୍ଟନାୟକ ଏରୋଡ୍ରମଟା ନେବା ପାଇଁ, ପାରାଦୀପ ବନ୍ଦରଟାକୁ ନେବା ପାଇଁ, ବକ୍ସାଇଟ ଖଣି ଗନ୍ଧମାର୍ଦ୍ଦ ନେବା ପାଇଁ। ତା ତ ଆମେ କେବେ କରେଇ ଦେବୁନି। ଓଡ଼ିଶାବାସୀ ଦଳ ମତେ ନିର୍ବିଶେଷରେ କରେଇବା ପ୍ରଶ୍ନ ନାହିଁ। କିନ୍ତୁ ଯୋଉପରି ଅବସ୍ଥାରେ ଜୟନାରାୟଣ ମିଶ୍ର ପୋଲିସ କହୁଛି ମୁଁ ବାଡ଼େଇବି, ଆଇନ ମାନିବିନି, ତମେ କିଏ? ଆଜି ଯଦି ପୃଥିବୀରେ କଣ୍ଟ୍ରୋଲ ଅଛି ପୋଲିସ ଆର୍ମି ପାଇଁ, ପୋଲିସ ବିଭାଗ ନଥିଲେ ଅରାଜକତା ହେଇଯାନ୍ତା। ଯିଏ ଯାହାକୁ ପାଇଲେ ମର୍ଡର କରନ୍ତା, ଯିଏ ଯାହା ଯୋଉଠି ପାଇଲେ ଚୋରି କରନ୍ତା, ଯିଏ ଯୋଉଠି ପାଇଲା ଲୁଟ କରନ୍ତା, ଅରାଜକତା ହେଇଯାନ୍ତା। ତେଣୁ ଗୋଟେ ସରକାର ଦଳ ଟାଣୁଆ ଏମଏଲଏ ଜୟନାରାୟଣ ମିଶ୍ର, ତମେ କହୁଛ ପୁଲିସ କି ବାଡ଼େଇବି, ଆଇନ ମାନିବି, ତମେ କିଏ କି? ମୋହନ ମାଝୀ ୱାର୍ଣ୍ଣିଂ ଦିଅ, ୱାର୍ଣ୍ଣିଂ ପରେ ଯଦି ସେ ନ ମାନୁଛନ୍ତି ଜେଲକୁ ପଠେଇ ଦିଅ। ଏଭଳିଆ ଉଦ୍ଧତଗିରି କ୍ରାକ୍ ହେଇଗଲାଣି, ସେ ମନ୍ତ୍ରୀ ହେଇନାହାନ୍ତି ବୋଲି ଜନସାଧାରଣ ବରଦାସ୍ତ କରିବେନି। ପୋଲିସ ବିଭାଗକୁ ତମେ ଏତେ ତୁଚ୍ଛ ମନେ କରନି। ଆଜି ପୁଲିସ ବିଭାଗ ପାଇଁ ଶାନ୍ତି ରହିଛି ଭାରତ ବର୍ଷ ପୃଥିବୀ, ଆର୍ମି ଆଉ ପୋଲିସଙ୍କ ପାଇଁ ଓଡ଼ିଶା। ତାକୁ ଏଭଳିଆ କ୍ରିଟିସାଇଜ କରିକିରି କଳଙ୍କିତ କରିବା ଉଚିତ ନୁହଁ। ଆଜି ହଉଛି ବିଶ୍ୱ